କିନ୍ତୁ ଦେଶ ବିଦେଶର ସହର କେତେଟି ଗୁରୁତ୍ୱପୂର୍ଣ୍ଣ ଖବର ଉପରେ ନଜର ପକାଇବା, ଯାହାକି ବର୍ତ୍ତମାନ ଆସୁଛି ନେଉଛି ସୂଚନା ଅନୁସାରେ କରନ୍ତୁ ଖବର ଉପରେ ନଜର ପକାଇବା। ଭିଡ଼ିଓ ଦେଖିବା ପାଇଁ ଆମ ଚ୍ୟାନେଲକୁ ଗୋଟେ ସବସ୍କ୍ରାଇବ୍ କରି ରଖନ୍ତୁ, ଯାହାଫଳରେ ଭିଡ଼ିଓ ଅପଲୋଡ଼ ହେଉଥିବା ସବୁ ପ୍ରଥମେ ଦେଖିପାରିବେ। ଆଜିର ପ୍ରଥମ ଖବର, ସାବଧାନ ଆସୁଛି ଆଉ ଏକ ଘୂର୍ଣ୍ଣିବଳୟ, ଜାଣନ୍ତୁ ଓଡ଼ିଶା ଉପରେ ପଡ଼ିବ କି ପ୍ରଭାବ। ରାଜ୍ୟରେ ଜାରି ରହିଛି ଶୀତ ଲହରୀ, ଆଗାମୀ 3 ଦିନରୁ 5 ଡିଗ୍ରୀ ଖସି ଆଜି ରାତି ଫୁଲବାଣୀ ଓ କୋରାପୁଟରେ ପାରଦ ସବୁଠୁ କମ୍ ବା 11 ଡିଗ୍ରୀ ରହିବ। ଢେଙ୍କାନାଳ ଓ ରାଉରକେଲା 12 ଡିଗ୍ରୀ ରହିପାରେ। ପାଣିପାଗ ବିଭାଗ ଏନେଇ ପୂର୍ବାନୁମାନ କରିଛି। ଗତ କିଛି ଦିନ ହେବ ଶୀତ ତାପମାତ୍ରା କମୁଥିବା ବେଳେ ବଢ଼ିବ ବୋଲି ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ନୂଆବର୍ଷ ପୂର୍ବରୁ ଗରିବଙ୍କୁ ମୋଦିଙ୍କ ବଡ଼ ଉପହାର ମିଳିବ 3 କୋଟି। ନୂଆବର୍ଷ ପୂର୍ବରୁ ଗରିବଙ୍କୁ ଉପହାର ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନିର୍ବାଚନ ପୂର୍ବରୁ ଯେଉଁ ଘୋଷଣା କରିଥିଲେ ତାହା ପୂରଣ କରିଛନ୍ତି। ଦେଶର ଆଉ 3 କୋଟି ଲୋକଙ୍କୁ ଆବାସ ଯୋଜନାରେ ସାମିଲ କରାଯିବ ବୋଲି ପ୍ରତିଶ୍ରୁତି କରିଥିଲେ। 3 କୋଟି ଆବାସ ଘର ମଧ୍ୟରୁ 2 କୋଟି ଗ୍ରାମାଞ୍ଚଳ ପାଇଁ ଓ ଗୋଟିଏ ଘର ସହରାଞ୍ଚଳରେ ରହୁଥିବା ବାସନୀୟ ପାଇଁ ଯୋଜନା କରାଯାଇଛି। ଆବାସ ଯୋଜନାକୁ ନେଇ ବଡ଼ ଘୋଷଣା କଲେ ଗରିବ ଲୋକଙ୍କ ପାଇଁ ନରେନ୍ଦ୍ର ମୋଦି ସରକାର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ନୂଆବର୍ଷର ଉପହାର ସ୍ୱରୂପରେ ଦେଶର ଗରିବ ଲୋକଙ୍କୁ 2 କୋଟିର ଘର ଯୋଗାଇବା ପାଇଁ ଗୃହ ସର୍ଭେ ଆରମ୍ଭ କରିଛନ୍ତି। ନିଷ୍ପତ୍ତି ନିଆଯାଇଛି ଆସନ୍ତା ମାର୍ଚ୍ଚ 31, 2025 ସୁଦ୍ଧା ଏହି ପ୍ରକ୍ରିୟା ଆସନ୍ତା 3 ମାସ ମଧ୍ୟରେ ଶେଷ ହେବାକୁ ଲକ୍ଷ୍ୟ କରାଯାଇଛି। ପରବର୍ତ୍ତୀ ଖବର, ନୂଆବର୍ଷରେ ସରକାର ଦେବେ ଖୁସି ଖବର ବଢ଼ିବ। ଡିସେମ୍ବର ମାସରୁ ଆଉ ମାତ୍ର 2 ଦିନ ବାକି ଅଛି, ଯାହା ପରେ ନୂଆବର୍ଷ ଆରମ୍ଭ ହେବ। ତେବେ ଏହି ନବବର୍ଷ କେନ୍ଦ୍ରୀୟ କର୍ମଚାରୀଙ୍କ ଏବଂ ପେନସନ ଭୋଗୀଙ୍କୁ ଏକ ଖୁସି ଖବର ଦେଇ ପାରଛନ୍ତି ସରକାର, ଯାହା ଏକ ବଡ଼ ଉପହାର କୁହାଯାଇପାରେ। ଏଥର ଡିଏକୁ 3-4% ବୃଦ୍ଧି କରାଯାଇପାରିବ ବୋଲି କୁହାଯାଇଛି, ଯାହାଦ୍ୱାରା ଦରମାରେ ମଧ୍ୟ ବ୍ୟାପକ ବୃଦ୍ଧି ଘଟିବ। ନୂଆବର୍ଷରୁ ମୁଖ୍ୟମନ୍ତ୍ରୀ ଦେବେ ବଡ଼ ଭେଟି, ଛାତ୍ରଛାତ୍ରୀଙ୍କୁ ମିଳିବ 5,000 ଟଙ୍କା। ନୂଆବର୍ଷରେ ଛାତ୍ରଛାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ଦେବେ ବଡ଼ ଭେଟି, ଜନଜାତି ଛାତ୍ରଛାତ୍ରୀଙ୍କୁ ମିଳିବ 5,000 ଟଙ୍କା। ଏକକାଳୀନ ଆକାଉଣ୍ଟକୁ ଯିବେ 5,000 ଟଙ୍କା। ମଧ୍ୟସ୍ଥିତା ହାତ ଖର୍ଚ୍ଚ ଯୋଜନାର ଶୁଭାରମ୍ଭ ହେବ ଜାନୁଆରୀ 1ରୁ। ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କରିବେ ଛାତ୍ରଛାତ୍ରୀଙ୍କ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟ ସରକାରଙ୍କ ସହିତ ମାଧ୍ୟସ୍ଥିତା ଛାତ୍ରବୃତ୍ତି ଯୋଜନା ଆରମ୍ଭ ହେବ। ସାବଧାନ, କାଲିଠୁ ବଦଳିବ ୟୁପିଆଇର ଅନେକ ନିୟମ। ଆଜିକାଲି ଆମେ ସମସ୍ତେ ୟୁପିଆଇ ଟ୍ରାଞ୍ଜାକସନ କରୁଛନ୍ତି, କାରଣ ଦୋକାନରେ କ୍ୟାସ୍ ଦେଇ ଜିନିଷ କିଣିବା ଅପେକ୍ଷା ଅନଲାଇନରେ ପେମେଣ୍ଟ କଲେ କିଛି ଝିଟଝଟ ନଥାଏ କି ଏଟିଏମରୁ ସାମ୍ନାରେ ଲାଇନ ଦେଇ ଟଙ୍କା ଉଠାଇବାକୁ ଚିନ୍ତା ବି ନଥାଏ। ଖାସ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଆସିବା ପରେ ଅନଲାଇନ ଟ୍ରାଞ୍ଜାକସନ ଅଧିକ ପ୍ରମାଣିତ ହେଉଛି। ରାସନ କାର୍ଡରେ ପ୍ରତି ମାସ ମିଳିବ 1,000 ଟଙ୍କା, ସରକାର ନୂଆ ଯୋଜନା। ଭାରତ ସରକାର ଦେଶବାସୀଙ୍କ ପାଇଁ ଅନେକ ପ୍ରକାରର ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ଆଜି ବି ଦେଶରେ ଏପରି ଅନେକ ଲୋକ ଅଛନ୍ତି ଯେଉଁମାନେ ଦିନକୁ ଦୁଇ ଥର ଖାଇବାକୁ ମଧ୍ୟ ଅନ୍ତଃସତ୍ତ୍ୱ ଜାତୀୟ ଖାଦ୍ୟ ସୁରକ୍ଷା ଅଧିନିୟମ ଅନୁଯାୟୀ ଭାରତ ସରକାର ଏହିପରି ଗରିବ ଅଭାବୀନ ଲୋକଙ୍କୁ ମାଗଣାରେ ରାସନ ପ୍ରଦାନ କରୁଛନ୍ତି।